ରାଜା ଏବଂ 4ଟି ପତ୍ନୀ। ବହୁ ପୂର୍ବରୁ ଜଣେ ଶକ୍ତିଶାଳୀ ରାଜା ଥିଲେ। ତାଙ୍କର 4 ଜଣ ପତ୍ନୀ ଥିଲେ। ରାଜା ଚତୁର୍ଥ ପତ୍ନୀଙ୍କୁ ସବୁଠାରୁ ଅଧିକ ଭଲ ପାଉଥିଲେ ଏବଂ ତାଙ୍କୁ ଦାମୀ ପୋଷାକ ଓ ଅଳଙ୍କାର ଦେଉଥିଲେ। ସେ ତୃତୀୟ ପତ୍ନୀଙ୍କୁ ମଧ୍ୟ ବହୁତ ଗର୍ବ କରୁଥିଲେ ଏବଂ ଅନ୍ୟ ରାଜ୍ୟର ରାଜାମାନଙ୍କୁ ତାଙ୍କ ବିଷୟରେ କହୁଥିଲେ। ଦ୍ୱିତୀୟ ପତ୍ନୀ ଥିଲେ ରାଜାଙ୍କର ସବୁଠାରୁ ବିଶ୍ୱସ୍ତ ବନ୍ଧୁ, ଯିଏ ସଙ୍କଟ ସମୟରେ ସବୁବେଳେ ସାହାଯ୍ୟ କରୁଥିଲେ। କିନ୍ତୁ ରାଜା ପ୍ରଥମ ପତ୍ନୀଙ୍କୁ ପ୍ରାୟ ଭୁଲି ଯାଇଥିଲେ, ଯଦିଓ ସେ ରାଜାଙ୍କୁ ଏବଂ ତାଙ୍କ ସାମ୍ରାଜ୍ୟକୁ ବହୁତ ଭଲ ପାଉଥିଲେ। ଦିନେ ରାଜା ଅସୁସ୍ଥ ହୋଇପଡ଼ିଲେ ଏବଂ ଅନୁଭବ କଲେ ଯେ ତାଙ୍କର ମୃତ୍ୟୁ ନିକଟତର। ସେ ଏକାକୀ ଅନୁଭବ କଲେ ଏବଂ ନିଜ ପତ୍ନୀମାନଙ୍କୁ ପଚାରିଲେ, ମୁଁ ମରିବା ପରେ ତୁମେମାନେ ମୋ ସହ ଯିବ କି? ଚତୁର୍ଥ ପତ୍ନୀ କହିଲେ, କେବେ ନୁହେଁ, ଏବଂ ସେ ସେଠାରୁ ଚାଲିଗଲେ। ତୃତୀୟ ପତ୍ନୀ କହିଲେ, ଜୀବନ ବହୁତ ସୁନ୍ଦର, ମୁଁ ତୁମ ପରେ ପୁଣି ବିବାହ କରିବି। ଦ୍ୱିତୀୟ ପତ୍ନୀ କହିଲେ, ମୁଁ କେବଳ ଶ୍ମଶାନ ପର୍ଯ୍ୟନ୍ତ ତୁମ ସହିତ ଯାଇପାରିବି, ତାଠାରୁ ଆଗକୁ ନୁହେଁ। ରାଜା ବହୁତ ଦୁଃଖୀ ହୋଇଗଲେ। ହଠାତ୍ ଏକ ସ୍ୱର ଶୁଭିଲା, ମୁଁ ତୁମ ସହ ଯିବି, ତୁମେ ଯୁଆଡ଼େ ଗଲେ ମଧ୍ୟ ମୁଁ ତୁମ ପଛେ ପଛେ ରହିବି। ରାଜା ଚାହିଁ ଦେଖିଲେ, ସେଇ ଥିଲେ ତାଙ୍କର ପ୍ରଥମ ପତ୍ନୀ, ଯିଏ ବହୁତ ଦୁର୍ବଳ ଏବଂ ଅବହେଳିତ ଦେଖାଯାଉଥିଲେ। ରାଜା ଅନୁତପ୍ତ ହୋଇ କହିଲେ, ଯେତେବେଳେ ସୁଯୋଗ ଥିଲା, ମୁଁ ତୁମର ଯତ୍ନ ନେବା ଉଚିତ ଥିଲା। କାହାଣୀର ଶିକ୍ଷା। ଆମ ସମସ୍ତଙ୍କର ଜୀବନରେ ଏହି 4 ପତ୍ନୀ ଅଛନ୍ତି। 1. ଚତୁର୍ଥ ପତ୍ନୀ ଆମର ଶରୀର, ଯାହାକୁ ଆମେ ଯେତେ ସଜାଇଲେ ବି ମୃତ୍ୟୁ ପରେ ସେ ଆମ ସହ ଯାଏ ନାହିଁ। 2. ତୃତୀୟ ପତ୍ନୀ ଆମର ସମ୍ପତ୍ତି, ମୃତ୍ୟୁ ପରେ ଏହା ଅନ୍ୟମାନଙ୍କ ପାଖକୁ ଚାଲିଯାଏ। 3. ଦ୍ୱିତୀୟ ପତ୍ନୀ ଆମର ପରିବାର ଓ ବନ୍ଧୁ, ସେମାନେ କେବଳ କବର ବା ଶ୍ମଶାନ ପର୍ଯ୍ୟନ୍ତ ଯାଆନ୍ତି। 4. ପ୍ରଥମ ପତ୍ନୀ ଆମର ଆତ୍ମା ଏବଂ କର୍ମ, ଯାହା ସବୁବେଳେ ଆମ ସହିତ ରହେ। ଆଉ